ओ सुग्रीवमित्रं रघुराजपुत्रं वने चरन्तं शरचापहस्तं सीतापतिं स्निग्धजटाकलापं रामं भजेशं तमचिन्तरूपं श्रीराम जय राम जय जय राम जय रघुनंदन जय घनश्याम। भक्तवत्सल भगवान की जय। जन्माम श्रुतिमात्र परिमितं संसार वारांनिधिं तीर्था गच्छन्ति दुर्जनपि परमं विष्णुपदं शाश्वतं तस्यैव स्थितिकारणं त्रिजगतं रामस्य भक्तप्रिया जोयंकेन समुद्रमात्रतरणे सख्यकथं वानरं श्रीराम जय राम जय जय राम जय रघुनंदन जय घनश्याम। श्रीराम जय राम जय जय राम जय रघुनंदन जय घनश्याम। भक्तवत्सल भगवान की जय। आनंद चंद्र भगवान की जय। सचितानंद भगवान की जय। शंकर भगवान की जय। कृष्ण भगवान की जय। जगन्नाथ महाप्रभु की जय। मर्यादा पुरुष राम नारायण की जय। लखनलाल जी की जय। भरतलाल जी की जय। शत्रुलाल जी की जय। जनकनंदिनी सीता देवी को जय। संकट मोचन हनुमान जी की जय। संकटवासिनी माँ शरण को जय। स्वर्गमर्त पाताल को जय। दशदिगपाल को जय। यूट्यूब कर्मकर्ता मान को जय। मोर प्रिय श्रोता बंधु मान को जय। अग्निदेवता को जय। जल देवता को जय। वसुधा देवता को जय। पवन देवता को जय। सूर्यचंद्र देवता को जय। मोर प्रिय श्रोता बंधु आपण मानक नमस्कार जनाई आरंभ करने को जाऊँ ये धारावाहिक संपूर्ण रामायण कथा आपण माने आज शुणिबे। राम भक्त तरणीसेन विभीषण का पुत्र जाइए युद्ध करने को जाइने श्रोता बंधु उद्धार पाइबा जाइछन्ति केमिति मर्यादा पुरुष राम ताको उद्धार कले आपण माने से विषय शुणिबे। ता पूर्व आपण मानकु एतिक अनुरोध आपण माने संपूर्ण शुणिबे। जदि आपण मानकु भल लगे सब्सक्राइब टे करेंगे और लाइक टे करेंगे ये कही आरंभ करने जाऊँगी। तरणीसेन माँ को कहूँ बुझाऊँ बहुत प्रकार बुझाऊँ गोटे पुआ माँ कस्मिन काले राजी होना। तरणीसेन कहूँ विष्णु को माया रे समस्त बंधा काल अनुसार उत्पत्ति प्रलय हुए। मु मोर पिता विषय बहुत शुणी जी भीरु सी मरण को डरे मुए योगशास्त्र कथा पिता मुखर शुणी सबु मायार बलरू ये संसार रे भ्रमण करती सबु जीव जगत कालर आयतर रही से काल को ए जगत रे कई लंघन करें ना कहार शक्ति नहीं।
କାଳ ଶେଷ ହେଲେ ନିଶ୍ଚିତ ମରଣ ହେବ। ତାକୁ ଦେବତାମାନେ ବି ରକ୍ଷା କରିପାରିବେ ନାହିଁ। ହେ ମାତା, ମୋ ପାଇଁ କିଛି ଚିନ୍ତା କରନା। ଯେଉଁ ରାମ କଥା କହୁଛ ସିଏ ଭାରି ଦୟାଶୀଳ। ମୋର ପିତା ଜଣୁ ରାମଙ୍କର ଦାସ। ସେ ରାମ କ'ଣ ଦାସର ପୁତ୍ରକୁ ମାରିବେ? ମାତା, ମୋର ଯଦି ହିତ ଚିନ୍ତା କରୁଛ ମୋତେ ଖାଲି ଆଜ୍ଞା ଦିଅ, ମୁଁ ରାମକୁ ଦର୍ଶନ କରି ତୁମ ପାଖକୁ ଫେରି ଆସିବି। ମାତା, ପୁତ୍ରର ହିତ ବଚନ ଶୁଣି ମାତା ଶରମା କହିଲା, ମୋ ନୟନର ପିତୁଳା, ଯେଉଁ ନାରାୟଣଙ୍କୁ ଦର୍ଶନ କରିବା ପାଇଁ ତୁ ଯାଉଛୁ ସେଇ ନାରାୟଣ, ନୃସିଂହ, ବାମନ ତୋତେ ରକ୍ଷା କରନ୍ତୁ। ଏକଥା ତରଣୀଶନ ଶୁଣି ଅପୁରନ୍ତ ଆନନ୍ଦ ହୋଇଗଲା। ମାତାଙ୍କୁ ସାନ୍ତ୍ୱନା ଦେଇ ସାରି ପତ୍ନୀ ପାଖକୁ ଯାଇ କହିଲା, ପ୍ରିୟ, ଆଜି ମୋତେ ଲଙ୍କପତି ଆଜ୍ଞା ଦେଇଛନ୍ତି ନରବାନରଙ୍କ ସହିତ ଯୁଦ୍ଧ କରିବାକୁ ଯିବା ପାଇଁ। ପତ୍ନୀର ମୁଣ୍ଡ ଖରାପ ହେଇଗଲା। କ'ଣ ମୁଁ ଶୁଣୁଛି? ମନେ ମନେ ଭାବୁଛି ପତ୍ନୀ। ଶୁଣିକି ଅତି ଆଶ୍ଚର୍ଯ୍ୟ ହୋଇ ଆଉ କଥା କହିପାରିଲା ନାହିଁ। କିଛି ସମୟ ପରେ ସେଇ ଅଧୈର୍ଯ୍ୟ ଅବସ୍ଥାରେ କାନ୍ଦି କାନ୍ଦି କହିଲା, ହେ ପ୍ରାଣେଶ୍ୱର, ତୁମ ହାତକୁ ଧରିଥିଲି ଅନାଥ ହୋଇଯିବି କି? ଯେଉଁ ରାମଙ୍କର ସୈନ୍ୟବଳ ଅପାର ସାଗର ପରି, ଯେଉଁ ରାମଙ୍କର ସ୍ୱର ପ୍ରଚଣ୍ଡ ଅଗ୍ନି ପରି, ଯେଉଁ ରାମଙ୍କର ଗତି ପ୍ରଳୟ ପବନ ପରି, ଯେଉଁ ରାମଙ୍କ ସହିତ ଯୁଦ୍ଧ କରି ବୀରମାନେ ମୃତ୍ୟୁବରଣ କରୁଛନ୍ତି, ସେହି ରାମ ପାଖକୁ ତୁମେ ଯୁଦ୍ଧ କରିବାକୁ ଯିବ? କିପରି ଯିବ ସ୍ୱାମୀ? ଯେଉଁ ଲଙ୍କପତି ତୁମକୁ ନିର୍ଦ୍ଦେଶ ଦେଲେ ଯୁଦ୍ଧ କରିବାକୁ ଯିବା ପାଇଁ, କେତେ ନିଷ୍ଠୁର ରାଜା। ମୋର ଶ୍ୱଶୁର ସେଇ ଲଙ୍କପତି ବିଭୀଷଣକୁ ଗୋଇଠା ମାରି ଲଙ୍କାରୁ ଗୋଡ଼ାଇ ଦେଲେ। ତୁମକୁ ଯୁଦ୍ଧ କରିବାକୁ ପଠାଉଛନ୍ତି। ଚାଲ, ତୁମର ଯୁଦ୍ଧ କରିବାକୁ ଯିବା ଦରକାର ନାହିଁ। ଆମେ ଏ ରାଜ୍ୟ ଛାଡ଼ିକି ଚାଲିଯିବା। ଆଉ ଏ ଲଙ୍କାପୁରେ ରହିବା ନାହିଁ। ବଣରେ ରହିକି ଫଳମୂଳ ଖାଇକି ବଞ୍ଚିବା। ଏଇଭଳି ପତ୍ନୀ ବୁଝଉଛି, ପୁଣି କହୁଛି, ଏ ଶରୀର ଥିଲେ ସବୁକିଛି ଅଛି। ଏ ଦୁର୍ଲଭ ଶରୀରକୁ ଦୂର କରିବାକୁ ଚାହୁଁଛ କାହିଁକି ସ୍ୱାମୀ? ପ୍ରିୟତମାର କଥା ଶୁଣି ତରଣୀଶନ କହିଲା, ପ୍ରିୟ, ଏ ଦୁନିଆରେ କାହାରି ଶରୀର ଚିରସ୍ଥାୟୀ ନୁହେଁ। କିନ୍ତୁ କାଳ ବଳରେ ଅବଶ୍ୟ ସମସ୍ତ ବିନାଶ ହୁଏ। ଆଉ ଗୋଟିଏ କଥା ଜାଣିଥିବ, ପରୋପକାରୀ ଲୋକ ସବୁବେଳେ ପ୍ରଶଂସା ଭାଜନ ହୋଇଥାଏ। ଏ ଦୁନିଆରେ ଯେତେ ଧର୍ମ ଅଛି ସବୁଠାରୁ ଶ୍ରେଷ୍ଠ ହେଲା ପରୋପକାର। ଆଜି ଯୁଦ୍ଧ କରିବାକୁ ଗଲେ ଯଦି ଜିଣିବି ତାହେଲେ କୀର୍ତ୍ତି ଅର୍ଜନ କରିବି। ଯଦି ରାମଙ୍କ ହାତରେ ମଲି ତାହେଲେ ମୁକ୍ତି ପାଇଯିବି। ଶ୍ରୀରାମ ହେଉଛନ୍ତି ଭକ୍ତପ୍ରିୟ ସତ୍ୟବାଦୀ। ତେଣୁ ମୋତେ ଶ୍ରୀରାମ ମାରିବେ ନାହିଁ। ମୁଁ ଖାଲି ତାଙ୍କ ମୂର୍ତ୍ତିକୁ ଦର୍ଶନ କରି ଫେରି ଆସିବି। ପ୍ରିୟ, ତରଣୀଶନର ନିରାଶ ବାଣୀ ଶୁଣି ପତ୍ନୀ ପୁରା ନୀରବ, ଏକଦମ ନୀରବ ହୋଇ
ଈଶ୍ୱରଙ୍କ ସ୍ମରଣ କଲା, ନା ମନରେ ଭାବୁଛି ନା ଇଏ ମୋ କଥା ରଖିବେ ନାହିଁ। ତାପରେ ତରୁଣୀସାନ ଯୁଦ୍ଧକୁ ଯିବା ପାଇଁ ପ୍ରସ୍ତୁତ ହେଲା। ସାରଥୀ କହିଲା, ମୋ ରଥ ଆଣିକି ରଖ, ଯୋଦ୍ଧାମାନଙ୍କୁ କୁହ ଅସ୍ତ୍ରଶସ୍ତ୍ର ଧରି ଆସନ୍ତୁ। ଆଜ୍ଞା ପାଇ ସାରଥୀ ରଥ ସାଜସଜ୍ଜା କରି ଆଣିଲା। ସୈନ୍ୟମାନଙ୍କୁ ପେଣ୍ଟିଂ ହୋଇ ଆସିବାକୁ ତରୁଣୀସାନ କହିଲା। ତାପରେ ସୈନ୍ୟମାନେ ଆସିଲେ। ବିଭିନ୍ନ ପ୍ରକାର ବୀରବାଦ୍ୟ ବାଜିଲା। ବାଦ୍ୟନାଦ ଶୁଣି ରାକ୍ଷସୀମାନେ ସମସ୍ତେ ଧାଇଁ ଆସିଲେ। ତରୁଣୀସାନ ଯୁଦ୍ଧକୁ ଯିବାର ଦେଖି ବହୁତ ପ୍ରଶଂସା କଲେ ରାକ୍ଷସୀମାନେ। ସମସ୍ତଙ୍କ ମନରେ ଆସିଲା ବା ଭାବିଲେ ସମସ୍ତେ, ଆଜି ତରୁଣୀସାନ ଯୁଦ୍ଧକୁ ଯାଉଛି, ନିଶ୍ଚିତ ଭାବରେ ଯୁଦ୍ଧରେ ଜିଣିବ। ଏ ଲଙ୍କା ନଗରରେ ଏଇ ତରୁଣୀସାନ ଟେକ ରଖିବ। ତାପରେ ତରୁଣୀସାନ ଯୁଦ୍ଧକୁ ବାହାରିଲା। ରଥର ଚାରିପଟେ ରାମ ନାମ ଲେଖାଯାଇଛି। ଧ୍ୱଜ ପତାକା ଭାରି ସୁନ୍ଦର ଦେଖାଯାଉଛି, ସେଥିରେ ବି ରାମ ନାମ ଲେଖାଯାଇଛି। ହାତୀ ଘୋଡ଼ା ଚଢ଼ି ସୈନ୍ୟମାନେ ଯାଉଛନ୍ତି। ତାଙ୍କ ପାଦଘାତରେ ବସୁଧା ବା ମହୀ କମ୍ପମାନ ହେଉଛି। ତେଣୁ ସ୍ୱର୍ଗରେ ଦେବତାମାନେ ତରୁଣୀସାନକୁ ଦେଖି ଭୟ କଲେଣି, କାହିଁକିନା ମହାବୀର ତ, ଇଏ ଗଲେ କାଳେ ମର୍ଯ୍ୟାଦା ପୁରୁଷ ରାମ ଲକ୍ଷ୍ମଣଙ୍କର କ୍ଷତି କରିପାରେ। ଏଇ ଚିନ୍ତାରେ ସେମାନେ ଦୁଃଖ ପ୍ରକାଶ କରୁଛନ୍ତି ଦେବତାମାନେ। ମୋର ପ୍ରିୟ ସଖା ବନ୍ଧୁ, ତରୁଣୀ ବୀର ତ ନୁହେଁ, ମହାବୀର ତ, କିନ୍ତୁ ସବୁ ହେଲା ଦୈବବଳିଆନି ତ ନାନ୍ୟ ବଳଂ। ତରୁଣୀସାନ ଯୁଦ୍ଧକୁ ଯାଉଛି। ବାଟରେ ଯିବା ବେଳେ ବାଟରେ ବିଭିନ୍ନ ପ୍ରକାର ଅଶୁଭ ସଂକେତ ଦେଖୁଛି। ବାମ ଆଖି ଫରକୁଛି, କଦଳୀପତ୍ର ପରି ଦେହ ଥରୁଛି। ମେଘମୟ ଆକାଶରୁ ରକ୍ତବିନ୍ଦୁ ପଡ଼ୁଛି ବର୍ଷା ହେଲା ଭଳି। ତରୁଣୀସାନ ଭାବୁଛି, ଇଏ ଅଶୁଭ ସଂକେତ ମୋର ଶୁଭରେ ପରିଣତ ହେବ। ଯଦି ଶ୍ରୀରାମଙ୍କ ଶରରେ ମୋର ପ୍ରାଣ ଯିବ, ତାପରେ ପଶ୍ଚିମ ଦ୍ୱାର ଦେଇ ଏଇ କଥା ଭାବି ଭାବି ବାହାରିକି ତରୁଣୀସାନ ଯାଉଛି। ଯାଇକି ଯୁଦ୍ଧକ୍ଷେତ୍ରରେ ପହଞ୍ଚିଲା। ବାନରମାନେ ତରୁଣୀସାନକୁ ଦେଖି ତାଙ୍କର ପୁରା ମୁଣ୍ଡ ଖରାପ। ଆଉ ଯୁଦ୍ଧକ୍ଷେତ୍ରରେ ଆଉ ବାନରମାନେ ରହିଲେନି। କହି ତୁ କି ବୀର, ଏ ତ ପ୍ରଳୟ କରିଦେବ। ଦେଖିକି ଭୟ କଲେ। ବାନରମାନେ ସେଠୁ ଚାଲିଗଲେ। ରାକ୍ଷସ ସୈନ୍ୟମାନେ ମାରଧର ରଡ଼ି ଛାଡ଼ି ଆନନ୍ଦରେ ଯାଉଥାନ୍ତି। ତରୁଣୀସାନ ମନରେ ଚିନ୍ତା କରୁଛି, ରାଜୀବ ଲୋଚନ ରାମ କେଉଁଠି ଅଛନ୍ତି? ଏ ରଥରେ ବସି ଦର୍ଶନ କରିବା ସଙ୍ଗେ ସଙ୍ଗେ ଏ ଦେହକୁ ମୁଁ କିପରି ଛାଡ଼ିବି? ମୋର ଏଇଆ କଳ୍ପନା। ଏକଥା ତରୁଣୀସାନ ଭାବୁଛି। ଏକଥା ମନରେ ଭାବି ଭାବି ମର୍ଯ୍ୟାଦା ପୁରୁଷ ରାମକୁ ଖୋଜୁଛି। ତରୁଣୀସାନକୁ ଦେଖିଦେଲା ନୀଳ ବାନର। ହାତରେ ଗୋଟେ ନୀଳ ବାନର ପର୍ବତ ଧରିଛି, ଗର୍ଜନ କରି କରିକି ଆସୁଛି। ତରୁଣୀସାନ ବିକଳ ହୋଇ କହୁଛି, ହେ ବୀର ବର, ମର୍ଯ୍ୟାଦା ପୁରୁଷ ରାମ କେଉଁଠି ଅଛନ୍ତି? ନୀଳବାନରକୁ ତରୁଣୀସାନ ପଚାରୁଛି। ମୁଁ ଯଦି ଏକଥା କହିଲା ପରେ ପୁଣି କହୁଛି, ମୁଁ ଯଦି
ଜାଣନ୍ତି ବା ଦେଖନ୍ତି ତାଙ୍କ ଚରଣରେ ମୋର ମୁଣ୍ଡକୁ ଲଙ୍ଗାନ୍ତି। ନୀଳବାନର କହିଲା, ତୁ ରାକ୍ଷସ ପାଗଳ ହେଲୁ କିରେ? କେତେ ପ୍ରକାର ଛନ୍ଦର ମନ୍ଦର କଥା କହି ମୋତେ ଭଣ୍ଡଉଛୁ। ଦେଖିବୁ ଏ ପର୍ବତକୁ ପକେଇକି ତୋତେ ହରିବୋଲ କରିଦେବି। ଏ କଥା କହି ଖାଲି ଗର୍ଜନ କଲା ନୀଳବାନର। ତାପରେ ଦୂରରେ ଥାଇ ବାନରମାନେ ଦେଖିଲେ ରଥରେ ଚାରିଆଡ଼େ ରାମ ନାମ ଲେଖାଯାଇଛି, ଧ୍ୱଜରେ ବି ଲେଖାଯାଇଛି। ହସୁଛନ୍ତି ବାନରମାନେ। ଆରେ ଆମ ପ୍ରଭୁଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଛି, ଦେଖିଲା ବେଳକୁ ରାମ ନାମ ଲେଖିକି ଆସିଛି। ବାନରନାଥ କଥାବାର୍ତ୍ତା ହେଉଛନ୍ତି, ଏ ରାକ୍ଷସ କେତେ ମାୟା ଜାଣିଛି ଦେଖ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆଜି ଏତିକିରେ ଥାଉ। ଇଏ ତ ବହୁ ବଡ଼ ବିଷୟ, 2-3 ଦିନ ଲାଗିପାରେ। ବେଶୀ ବଡ଼ ହେଲା ବେଳକୁ ମୋର ପ୍ରିୟ ଶ୍ରୋତା ବନ୍ଧୁମାନେ ଦେଖୁନାହାନ୍ତି କ'ଣ ହେଇଥିବ, ସେମାନେ ଜାଣିଥିବେ, ମୁଁ ଅଧମ କେମିତି ଜାଣିବି। ସେଇ ରାମନାରାୟଣ ମୋର ପ୍ରିୟ ଶ୍ରୋତା ବନ୍ଧୁଙ୍କର ତାଙ୍କ ପରିବାର ବର୍ଗ, ତାଙ୍କ ପିଲାମାନେ, ଗୁରୁ ଗୁରୁଜନମାନେ, ତାଙ୍କ ସହିତ ଏ ବିଶ୍ୱରେ ଯେତେ ନରନାରୀ, ପିଲା ବାଳକ, ମୋର ଗୁରୁ ଗୁରୁଜନ ସମସ୍ତଙ୍କର ସେଇ ରାମନାରାୟଣ ମଙ୍ଗଳ କରନ୍ତୁ। ମନୁଷ୍ୟ ସହିତ ପଶୁପକ୍ଷୀ, କୀଟପତଙ୍ଗ ସମସ୍ତଙ୍କର ସେଇ ରାମନାରାୟଣ ମନର ଭଲ ରଖନ୍ତୁ, ତାଙ୍କର ମଙ୍ଗଳ କରନ୍ତୁ। ଏତିକି କହି ସେଇ ରାମନାରାୟଣଙ୍କୁ ନମସ୍କାର କରି ଲକ୍ଷ୍ମଣଲାଲ, ଭରତଲାଲ, ଶତ୍ରୁଘ୍ନଲାଲଜୀଙ୍କୁ ନମସ୍କାର କରି, ଜନକନନ୍ଦିନୀ ସୀତାଦେବୀଙ୍କୁ ନମସ୍କାର କରି, ସଙ୍କଟମୋଚନ ହନୁମାନଙ୍କୁ ନମସ୍କାର କରି, ଝଙ୍କଡ଼ବାସିନୀ ମା ଶାରଳାଙ୍କୁ ନମସ୍କାର କରି, ସ୍ୱର୍ଗମର୍ତ୍ତ୍ୟ ପାତାଳଙ୍କୁ ନମସ୍କାର କରି, ଦଶଦିଗପାଳଙ୍କୁ ନମସ୍କାର କରି, ୟୁଟ୍ୟୁବ୍ କର୍ମକର୍ତ୍ତା ମୋର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ନମସ୍କାର କରି, ଅଗ୍ନି ଜଳ ବସୁଧା ଦେବତାଙ୍କୁ ନମସ୍କାର କରି, ପବନ ଦେବତା ସୂର୍ଯ୍ୟଚନ୍ଦ୍ର ଦେବତାଙ୍କୁ ନମସ୍କାର କରି, ଶଙ୍କର ଭଗବାନଙ୍କୁ ନମସ୍କାର କରି, କୃଷ୍ଣ ଭଗବାନଙ୍କୁ ନମସ୍କାର କରି, ଜଗନ୍ନାଥ ମହାପ୍ରଭୁଙ୍କୁ କୋଟି କୋଟି ପ୍ରଣାମ କରି, ଶେଷରେ ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ମଥାଲଟା ପ୍ରଣାମ କରି ବିଦାୟ ନେଉଛି। ତା ପୂର୍ବରୁ ଆପଣମାନଙ୍କ ଅନୁରୋଧ ଭିକ୍ଷା, ଆଶୀର୍ବାଦ ଭିକ୍ଷା କରୁଛି। ଆପଣମାନେ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ ଆଉ ଦୟାକରି ଟିକେ ସବସ୍କ୍ରାଇବ୍ କରିବେ। ଏତିକି ବିନତି କରି ବିଦାୟ ନେଉଛି। ଯଦି ଆପଣମାନଙ୍କ ଆଶୀର୍ବାଦ ଥାଏ, ପୁଣି ଆଗାମୀ ଅଧ୍ୟାୟରେ ଆପଣମାନେ ଶୁଣିବେ। ଏତିକି କହି ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର କରି ବିଦାୟ ନେଉଛି। ଜୟ ଶ୍ରୀରାମ।